वेलकम टू यू। तो आज ज्यामिति क्लास स्टार्ट करिया पूर्वरु प्रथमे जो माने भी चैनल को सब्सक्राइब करिनो तो प्रथमे सब्सक्राइब करिनियो एवं तुमर मतामत कमेंट रे मते जणैबो क्लास सरिला परे एवं गोटे गोटे छोटो लाइक मते करथबो। तो आज ज्यामिति क्लास स्टार्ट करिया पूर्वरु प्रथमे गोटे ज्यामितिक अनुचिंताटी आमे देखिबा। ज्यामिति कोन आमे खाली जिंस पत्र मापिबारे हम पृथ्वीटा को मापिबारे साहाय्य करिबा। ज्यामिति भी आम चरित्र उपर बहुत किछि प्रभाव पकाइଥାଏ ଏବଂ ତାହାକୁ ଆମେ ଜ୍ୟାମିତିକ ଅନୁଚିନ୍ତା ମାଧ୍ୟମରେ ତାହାକୁ ବୁଝିବାକୁ ଚେଷ୍ଟା କରିବା। ତ ଦେଖ ପ୍ରଥମେ ଜ୍ୟାମିତିର ଆମେ କଣ ଦେଖୁଛନ୍ତି ନା ଗୋଟେ ସରଳ ରେଖାଟାକୁ ଦେଖୁଛନ୍ତି ନା ଆଉ ତାହାକୁ ଆମେ କେମିତି ଆମ ଲାଇଫ ସହିତ ରିଲେଟ କରିପାରିବା। ଦେଖ ଜ୍ୟାମିତିର ସରଳ ରେଖାଟିକୁ ଦେଖ, ସରଳ ରେଖାର ସବୁବେଳେ ଦୁଇଟି ଦିଗରେ ସେ କଣ କରିଥାଏ ବିସ୍ତୃତ ହୋଇଥାଏ। ଦେଖ ଠିକ ଆମ ଲାଇଫ ବି ଏମିତି ଏକ ସରଳ ରେଖା, ଆମର ବି ଦୁଇଟି ପ୍ରାନ୍ତରେ ଆମେ ସବୁବେଳେ ବିସ୍ତାରିତ କରିବାକୁ ଚାହାନ୍ତି, ଗୋଟେ ପଟରେ ପଜିଟିଭ ରେ ଆଉ ଗୋଟେରେ ନେଗେଟିଭ ରେ। ଆମର ଲକ୍ଷ୍ୟ ଥାଏ ସବୁବେଳେ ଆମେ ସଫଳତା ଦିଗରେ ଗତି କରିବା। ଆଉ ଦେଖ ବର୍ତ୍ତମାନ ଏଇଠି ମୂଳ ବିନ୍ଦୁ ଠାରୁ ଆମ ଲାଇଫଟା ବର୍ତ୍ତମାନ ଏଇ ପୋଜିସନରେ ଅଛି। ଯଦି ଆମ ପାଖରେ ଥିବା ଗୁଣ ଗୁଡିକ ଦେଖ ସତ୍ୟ, ଦୟ, କ୍ଷମା, ସାହାଯ୍ୟ, ସହାନୁଭୂତି, ସମର୍ପଣ ରହିବ ତ ଆମେ ସବୁବେଳେ ସଫଳତା ଦିଗରେ ଗତି କରିବା। ସରଳ ରେଖାଟି ମଧ୍ୟ ଠିକ ସେଇ କଥାଟିଏ କହିଥାଏ। ଯେତେବେଳେ ଆମ ପାଖରେ ଏଇ ଗୁଣ ଗୁଡିକ ସବୁ ରହିଯିବ ନା ଆମେ ନିଶ୍ଚୟ ସବୁ ସଫଳତା ଦିଗରେ ଗତି କରିବା ଏବଂ ଏଇ ଗୋଟିଏ ଦିଗରେ ଆମେ ସବୁବେଳେ ଗତି କରିବା। କିନ୍ତୁ ଅପର ପାର୍ଶ୍ୱରେ ଦେଖ ମିଥ୍ୟା, କ୍ରୋଧ, ହିଂସା, ଈର୍ଷା, ଗର୍ବ, ଅହଙ୍କାର ଏସବୁ ଜିନିଷ ରହିଲେ ଆମେ ସଫଳତା ଠାରୁ ବହୁତ ଦୂରରେ ମାନେ ବିପରୀତ ଦିଗରେ ପଳେଇ ଆସିବା। ତ ଏବେ କୁହ ସରଳ ରେଖାଟି ଆମେ କଣ ଚାହିଁବା? ସବୁବେଳେ ଏଇ ସଫଳତା ଦିଗରେ ଗତି କରିବାକୁ ହେଲେ ଏଇ ସବୁ ସଦ୍ଗୁଣ ଗୁଡିକୁ ଆମକୁ ଆପଣେଇବାକୁ ପଡିବ ଏବଂ ଏଇ ଦିଗରେ ଗତି କରିବାକୁ ପଡିବ। ହୁଏତ ଆମ ଲାଇଫରେ ସବୁ କିଛି ଅଛି, ଏ ସମସ୍ତ ଗୁଣ ଆମ ଭିତରେ ସମ୍ପୂର୍ଣ୍ଣ ଭାବରେ ମିଶିକରି ଅଛି, କିନ୍ତୁ ଆମେ ସଫଳତା ପାଇବାକୁ ହେଲେ ଆମକୁ ସବୁବେଳେ ପଜିଟିଭ ଦିଗରେ ମାନେ ଏଇ ସବୁ ଗୁଣ ଦିଗରେ ଆମକୁ ଅଗ୍ରସର ହବାକୁ ପଡିବ ଏବଂ ଏଇ ଜିନିଷ ଗୁଡାକୁ ଆମକୁ ବହୁତ ଦୂରକୁ ଠେଲି ଦେବାକୁ ପଡିବ। ବିପରୀତ ଦିଗରେ ଏମାନଙ୍କୁ ବହୁତ ଦୂରରେ ପେଲିଦେଲେ ଆମେ ସିଧା ସଫଳତା ଆଗକୁ ଯାଇପାରିବା। ତ ଆଜି ଥିଲା ଗୋଟେ ସରଳ ରେଖା ଉପରେ ଆମର ଜୀବନର ସଫଳତା ଦିଗରେ ଗତି କରିବାର ଲକ୍ଷ୍ୟ। ତ ଏବେ ଆମେ କଣ କରିବା, ଆମର ଯୋଉ ବାକି ଥିଲା କ୍ଲାସଟା ସେଇଠୁ ଆମେ ଷ୍ଟାର୍ଟ କରିବା। ଏବେ ଦେଖିବା କଣ ଆମର ଥିଲା ଅନୁଶୀଳନୀ 1B ର କ୍ଲାସ 9 ର 1B ର ଆମେ କେତେ 1 ନମ୍ବରରୁ 5 ନମ୍ବର ପର୍ଯ୍ୟନ୍ତ କରିଥିଲେ ଏବଂ ଆଜି ତାର 5 ନମ୍ବରରୁ ସରିଯାଇଛି। ଏବେ 6 ନମ୍ବର ପାଖରୁ ଆମେ ଷ୍ଟାର୍ଟ କରିବା। ଯିବା ଏବେ ଦେଖିବା ପରବର୍ତ୍ତୀ କ୍ୱେଶ୍ଚନ କଣ କହୁଛି। ଦେଖିବା 7 ନମ୍ବର କଣ କହୁଛି କ୍ୱେଶ୍ଚନ, ନିଭେଇବା ଏବେ। ସେ କହୁଛି ଏକ୍ସ ୱାଇ ସରଳ ରେଖାର ବିପରୀତ ପାର୍ଶ୍ୱରେ ଏମ ଓ ଏନ ବିନ୍ଦୁକୁ ଚିହ୍ନଟ କର। ଅଙ୍କିତ ସରଳ ରେଖାର ଏନ ପାର୍ଶ୍ୱରେ ସି ବିନ୍ଦୁ ଏବଂ ଏମ ପାର୍ଶ୍ୱରେ ବି ବିନ୍ଦୁ ଚିହ୍ନଟ କର। ତାହେଲେ କଣ ଆସିବ, ଗୋଟେ ସମତଳ ଉପରେ ବର୍ତ୍ତମାନ ଏକ୍ସ ୱାଇ ସରଳ ରେଖା କଣ କରିବ, ବର୍ତ୍ତମାନ ଏକ୍ସ ୱାଇ ସରଳ ରେଖା ଗୋଟେ ସମତଳ ଉପରେ ଅବସ୍ଥିତ ଅଛି। ଆମେ ଜାଣିଛନ୍ତି ଗୋଟେ ସମତଳରେ ଥିବା, ଏଇଟା କେତେ ନମ୍ବର 6 ନମ୍ବର କ୍ୱେଶ୍ଚନ। ତ ଗୋଟେ ସମତଳରେ ସରଳ ରେଖାଟିଆ ଅବସ୍ଥିତ ହେଲେ ସେ ସରଳ ରେଖାକୁ ଦୁଇଟି ଅର୍ଦ୍ଧ ସମତଳଟିକୁ ଦୁଇଟି ଅର୍ଦ୍ଧ ସମତଳରେ କଣ କରେ ବିଭାଜିତ କରେ ଏବଂ ପରସ୍ପର ସେ ଦୁଇଟି ଅର୍ଦ୍ଧ ସମତଳ ଅଣଛେଦି ହୋଇଥାଏ। ସେ କହୁଛି ଏକ୍ସ ୱାଇ ସରଳ ରେଖା ଯେତେବେଳେ କଣ କରିବ ନା ଏଇ ସମତଳତା ଉପରେ ଅବସ୍ଥିତ ରହିବ ସେ ଦୁଇଟି ପାର୍ଶ୍ୱ କରିବ। ଗୋଟେ ପାର୍ଶ୍ୱରେ ଦେଖ କହିଛି ଏମ ବିନ୍ଦୁ ରହିବ, ଗୋଟେ ପାର୍ଶ୍ୱରେ ଏମ ବିନ୍ଦୁ ରହିଥିବା ପାର୍ଶ୍ୱଟାକୁ ଏମ ପାର୍ଶ୍ୱ କୁହାଯାଏ ଏବଂ ଏନ ବିନ୍ଦୁ ରହିଥିବା ପାର୍ଶ୍ୱଟାକୁ କଣ କୁହାଯାଏ, ଏନ ପାର୍ଶ୍ୱ କୁହାଯାଏ। ତାହେଲେ ସରଳ ରେଖାର ଦୁଇଟି ପାର୍ଶ୍ୱ ମୁଁ କନସେପ୍ଟରେ ମଧ୍ୟ କହିଥିଲି। ତାହେଲେ ଗୋଟିଏ ସରଳ ରେଖାର ଦୁଇଟି ପାର୍ଶ୍ୱ, ଏଇଟାକୁ ଏମ ପାର୍ଶ୍ୱ ଏଇଟାକୁ ଏନ ପାର୍ଶ୍ୱ କୁହାଯିବ। ତାପରେ ଦେଖ କହୁଛି କଣ, ଅଙ୍କିତ ସରଳ ରେଖାର ଏନ ପାର୍ଶ୍ୱରେ ସି ବିନ୍ଦୁ ଅଛି। ତାହେଲେ ଏନ ପାର୍ଶ୍ୱ ଦେଖ ସରଳ ରେଖାର ଏନ ପାର୍ଶ୍ୱ କି ଏନ ବିନ୍ଦୁ ଯୋଉଟା ଅଛି ଏକ୍ସ ୱାଇ ସରଳ ରେଖାର ସେଇଟା ହେଇଯିବ କଣ ଏନ ପାର୍ଶ୍ୱ। ଏନ ପାର୍ଶ୍ୱରେ ସି ବିନ୍ଦୁଟିଏ ଅଛି, ମନେକର ଏଇଠି ଅଛି ସି ବିନ୍ଦୁଟିଏ ଅଛି, ଜାଣିପାରିଲେ। ତାପରେ କହୁଛି ଏମ ପାର୍ଶ୍ୱରେ ବି ବିନ୍ଦୁ, ସରଳ ରେଖାର ଏମ ପାର୍ଶ୍ୱ ମାନେ ଏମ ବିନ୍ଦୁ ଯୋଉଠି ଅଛି ସେଇ ପାର୍ଶ୍ୱଟାକୁ ଏମ ପାର୍ଶ୍ୱ କୁହାଯିବ। ତ ଏଇ ବିନ୍ଦୁରେ ଅଛି ବି ବିନ୍ଦୁଟିଏ ଅଛି ରହିଲା। ତାପରେ ଚିତ୍ର ମାଧ୍ୟମରେ ଦର୍ଶାଏ ଯେ ବିଏମ ଓ ଏନସି ରେଖାଖଣ୍ଡ ଦ୍ୱୟ ସରଳ ରେଖାର
ବିପରୀତ ପାର୍ଶ୍ୱରେ ରହିବେ। ଏବେ କଣ କରିବା ଆମେ ରେଖାଖଣ୍ଡଟି ଅଙ୍କନ କରିବାକୁ ହେଲେ M ବିନ୍ଦୁ ଆଉ N ବିନ୍ଦୁ ଏମାନଙ୍କ ଭିତରେ ସରଳ ରେଖାଟି ଅଙ୍କନ କରିବା। ଦୁଇଟି ପ୍ରାନ୍ତ ବିନ୍ଦୁ ପାଇଗଲେ ଏବେ ସରଳ ରେଖାଟି ଅଙ୍କନ କରିବା ଏବଂ N ବିନ୍ଦୁ ଆଉ C ବିନ୍ଦୁ ମଧ୍ୟରେ ଥିବା ସରଳ ରେଖାଖଣ୍ଡଟି ଅଙ୍କନ କରିବା। ରେଖାଖଣ୍ଡ ଅଙ୍କନ କରିଦେଲେ ଏବେ ଦେଖିବା ଏଇ ମାନଙ୍କର ବିନ୍ଦୁ ଏବେ କାହା କୋଉ ପାର୍ଶ୍ୱରେ ରହୁଛନ୍ତି। ସରଳ ରେଖାର ଦୁଇଟା ପାର୍ଶ୍ୱ, ଏଇଟା ଗୋଟିଏ ଅର୍ଦ୍ଧ ସମତଳ, ଏଇଟା ବି ଗୋଟିଏ ଅର୍ଦ୍ଧ ସମତଳ। ଦୁଇଟି ଅର୍ଦ୍ଧ ସମତଳ ପାଇଲେ ବର୍ତ୍ତମାନ ଦେଖିବା ଏମ ବି ରେଖାଖଣ୍ଡଟିଏ ସରଳ ରେଖାର କୋଉ ପାର୍ଶ୍ୱରେ ଅବସ୍ଥିତ ଅଛି। ସରଳ ରେଖାର ଏଇ ପାର୍ଶ୍ୱରେ ଅବସ୍ଥିତ ଅଛି। ଦେଖ ଏମ ବି ଦେଖ ମାନେ ଏଇଟା କଣ ହେଇଯିବ, ଏଇଟା ଗୋଟେ ପାର୍ଶ୍ୱ ହେଇଯିବ। ଆଉ ଏନ ସି ରେଖାଖଣ୍ଡ ବି କଣ ଅଛି, ସରଳ ରେଖାର ଅପର ପାର୍ଶ୍ୱରେ ଅଛନ୍ତି। ଏମାନେ ପରସ୍ପର ଅଣଛେଦି। ଜାଣିପାରିଲେ? ତାହେଲେ ଚିତ୍ର ମାଧ୍ୟମରେ ଆମେ ଦେଖେଇ ପାରିଲେ ଯେ କଣ ଅଛି ନା ବିଏମ ଆଉ ବିଏମ ରେଖାଖଣ୍ଡ ଏମ ପାର୍ଶ୍ୱରେ ଆଉ କଣ ରହିଲା ନା ସିଏମ ବା ଏନସି ରେଖାଖଣ୍ଡ କୋଉ ପାର୍ଶ୍ୱରେ, ଏନ ପାର୍ଶ୍ୱରେ ଏବଂ ଏଇ ଦୁଇଟି ବିପରୀତ ପାର୍ଶ୍ୱରେ ଅବସ୍ଥିତ ହେଲେ। ଜାଣିପାରିଲେ ଏବେ କ୍ୱେଶ୍ଚନ ଚିତ୍ର ମାଧ୍ୟମରେ ଆମେ ଦର୍ଶାଇ ଦେଲେ ଯେ ଏମାନେ କଣ ହେବେ ନା ବିପରୀତ ପାର୍ଶ୍ୱରେ ରହିବେ। ଏଇ ରେଖାଖଣ୍ଡରେ ଥିବା ସମସ୍ତ ବିନ୍ଦୁ ଏଇ ଅର୍ଦ୍ଧ ସମତଳରେ ଏବଂ ଏଇ ରେଖାଖଣ୍ଡରେ ଥିବା ସମସ୍ତ ବିନ୍ଦୁ ଏଇ ଅର୍ଦ୍ଧ ସମତଳରେ ଅବସ୍ଥିତ ହେଲେ ଏବଂ ରେଖାଖଣ୍ଡ ଦୁଇଟି ବିପରୀତ ପାର୍ଶ୍ୱରେ ଅବସ୍ଥିତ ହେଲେ। ଜାଣିପାରିଲେ? ଏବେ ଯିବା 7 ନମ୍ବର କ୍ୱେଶ୍ଚନ କୁ ଯିବା। ଏବେ ଲିଭ ହେଉଛି 7 ନମ୍ବର କ୍ୱେଶ୍ଚନ ଦେଖିବା କଣ ସେ 7 ନମ୍ବର କ୍ୱେଶ୍ଚନ ଚିତ୍ର ଅଙ୍କନ କରିବା କୁହାଯାଇଛି ହେଲା। ଦେଖିବା 7 ନମ୍ବର କ୍ୱେଶ୍ଚନ କହୁଛି x ବିନ୍ଦୁ ଏ ବି ସରଳ ରେଖା ଉପରେ ଅବସ୍ଥିତ ନ ହେଲେ ଏବଂ ଏ ଓ ବି ହେଲେ। ତାମାନେ ପ୍ରଥମ କଣ କହୁଛି ତାର ଗୋଟେ ରହିବ କଣ କେମିତି ଦେଖ, ତାମାନେ ଏ ଓ ବି ଆକାରରେ ରହିବ। ସେ କହୁଛି ଏ ଓ ବି, ଆମେ ଜାଣିଛନ୍ତି ତାମାନେ ଏ ତାପରେ ଓ ତାପରେ ବି ବିନ୍ଦୁ ରହିବ। ତାମାନେ ଏ ରହିଲା, ଓ ରହିଲା ଏବଂ ବି ରହିଲା, ହେଇଗଲା। ଏବଂ କହିଛି x ବିନ୍ଦୁଟି କଣ ହବ ନା ଏ ବି ସରଳ ରେଖା ଉପରେ ଅବସ୍ଥିତ ନାହିଁ। ତାମାନେ ଏ ସରଳ ରେଖା ଉପରେ ଏ ବି ସରଳ ରେଖା ଉପରେ x ବିନ୍ଦୁ ନାହିଁ। ତାହେଲେ x ବିନ୍ଦୁ କଣ ହେଇଥିବ, ଯେକୌଣସି ଏକ ପାର୍ଶ୍ୱରେ ରହିଥିବ। x ବିନ୍ଦୁ ତାହେଲେ ଯେକୌଣସି ଏକ ପାର୍ଶ୍ୱରେ ରହିଥିବ। ମନେକର ଏଇଠି ଅଛି x ବିନ୍ଦୁଟିଏ। ତାପରେ କହିଛି କଣ ନା x ଓ a କୋଣ ମାଗିଛି କଣ ଆମକୁ, x ଓ a କୋଣ ଯୁକ୍ତ x ଓ b କୋଣ ଇଜୁକାଲ ଟୁ କେତେ, ଏଇଟା ମାଗିଛି। ବର୍ତ୍ତମାନ ଦେଖିବା ତାହେଲେ x ଓ କୁ କଣ କରିବା, ଆମେ ଯୋଗ କରିବା। x ଓ କୁ ଯୋଗ କରିବା। ବର୍ତ୍ତମାନ ଦେଖ କୌଣସି ଏକ ସରଳ ରେଖା ଉପରିସ୍ଥ ଏକ ବିନ୍ଦୁକୁ ତାର ଏକ ପାର୍ଶ୍ୱରେ ଥିବା ବିନ୍ଦୁକୁ ଯୋଗ କରୁଥିବା ରଶ୍ମି କଣ କରେ, ତା ପ୍ରତି ଏକ ରଶ୍ମି ଯୋଗ କଲେ ଏଠାରେ କଣ ହବ, ଦୁଇଟି କୋଣ ଅଙ୍କନ କରେ। ଏଇଟା ଗୋଟେ କୋଣ, ଏଇଟା ଗୋଟେ କୋଣ, ଦୁଇଟି କୋଣ ଅଙ୍କନ କଲା। ଏବେ ଦେଖ ଏଇଟା ଏଇ ଦୁଇଟି କୋଣ କି କୋଣ ହେବେ, ପ୍ରଥମେ ଗୋଟିଏ ସାଧାରଣ ବାହୁ ଥାଇ ଦୁଇଟି କୋଣ ହେଲେ ସନ୍ନିହିତ କୋଣ। ତ ପ୍ରଥମେ ଏଇ ଦୁଇଟି କୋଣ କଣ ହେବେ, ମାନେ x ଓ a କୋଣ ଆଉ x ଓ b କୋଣ ସନ୍ନିହିତ କୋଣ ହେବେ, ସନ୍ନିହିତ କୋଣ ହେବେ। ତାପରେ ଯେହେତୁ ଏ ଦୁଇଟି କୋଣର ଗୋଟିଏ ସରଳ ରେଖା ଉପରେ ଅବସ୍ଥିତ ଅଛନ୍ତି, ତାମାନେ ଏମାନେ କଣ ହେବେ, ସନ୍ନିହିତ ପରିପୂରକ କୋଣ ହେବେ। ତାମାନେ ଆମେ ଏଇ ଟୋଟାଲଟା କେତେ ଡିଗ୍ରୀ ହେଇଯିବ, 180 ଡିଗ୍ରୀ ହେଇଯିବ ଟୋଟାଲ। ତାମାନେ କୁହ ତାହେଲେ x ଓ a କୋଣ ଯୁକ୍ତ x ଓ b କୋଣ ଇଜୁକାଲ ଟୁ କେତେ ହେଇଯିବେ, 180 ଡିଗ୍ରୀ। କାହିଁକି ନା ସନ୍ନିହିତ ପରିପୂରକ କୋଣ। ଜାଣିପାରିଲେ ସାର୍, ସନ୍ନିହିତ ପରିପୂରକ କୋଣ ହବ ଏବଂ ଏଇ ଦୁଇଟି କୋଣର ପରିମାଣ ମିଶି କେତେ, 180 ଡିଗ୍ରୀ ହବ। ଏବେ ଯିବା ପରବର୍ତ୍ତୀ କ୍ୱେଶ୍ଚନ। ସେକେଣ୍ଡ ଆଇରେ କଣ କହୁଛି ଲିଭେଇବା। ଏବେ ତାପରେ ଗୋଟେ ବଢିଆ କ୍ୱେଶ୍ଚନ ଦେଇଛି ଦେଖ, ସେ କହୁଛି ଏ ବି ସରଳ ରେଖା ଆଉ ସି ଡି ସରଳ ରେଖାର ଛେଦ ବିନ୍ଦୁ ଓ ହେଲେ ଏ ଓ ସି ର ପ୍ରତିପ କୋଣ କେଉଁଠି। ବଢିଆ କ୍ୱେଶ୍ଚନ। ତାହେଲେ 7 ନମ୍ବର ସେକେଣ୍ଡ ଏଇଟା କରିବା। ତାହେଲେ ଏ ବି ସରଳ ରେଖା ଆଉ ଗୋଟେ ସି ଡି ସରଳ ରେଖା, ଏ ବି ଆଉ ସି ଡି ସରଳ ରେଖା ପରସ୍ପରକୁ ଓ ବିନ୍ଦୁରେ ଛେଦ କରନ୍ତି। ଜାଣିପାରିଲେ?
दुईटी सरलरेखा परस्पर को गोटे बिंदु छेद करती और से बिंदुर ना है ओ हेले ए ओ सी प्रतिप कोण ए ओ सी प्रतिप कोण किए एई कोण ए ओ सी प्रतिप कोण कॉन्सेप्ट मु पूरा क्लियर कर देइछि सब बेले का को अनैबो पछु को अनैबो प्रतिप प प पछ एई पछु को अनैला की आसीबो एई कोण आसीबो एई कोण जेति एई कोण सेति माने बी ओ डी कोण हिजिबो माने ए ओ सी कोण रो प्रतिप कोण की आसीबो बी ओ डी कोण जानि पाले तन बी ओ डी कोण हिजिबो कोण यार प्रतिप कोण तापर देखिबा थर्ड क्वेश्चन दा हाडे कोण कहूची हाडे कहूची सी बिंदु रे कोण होची ए ओ सी रो अंतस्थ बिंदु हेले ए ओ सी कोण इज इक्वल टू एक्स ओ ए ओ बी वाई हेले बी ओ सी कोण केते बडा क्वेश्चन प्रथम दे देला कोण ए ओ बी रो अंतस्थ बिंदु गोटे सी तमने गोटे कोण काटिबा प्रथम ए ओ बी कोण काटिबा ए ओ बी काटिले कोण हे गला बड़ कर दबा टिके हे गला माने ए ओ बी कोण हे गला तापर कहछि कोण सी बिंदु कोण हबो एई कोणर गोटे अंतस्थ बिंदु आमे जानि छथि अंतस्थ बिंदु किए जे अंतर्देश रे रहउथिबे अंतर्देश किए ना एई दुईटी बाहुर कोनोसी एक कोणर दुई बाहुर थिबा उभय पार्श्व रे थिबा बिंदु गुडिकर समाहार को कोन कहे अंतर्देश एवं अंतर्देश रे थिबा बिंदु को अंतस्थ बिंदु ताने सी गोटे बिंदु मने करा एठी गोटे आसी गला सी एटा गोटे अंतर्देश ना अंतर्देश बिंदु गोटे सी हे गला तापर कहले कोन ए ओ सी कोण इज इक्वल टू एक्स डिग्री ताने एबे ओ पाखरु सी को गोटे रश्मि कोन करिली हला ए ओ सी कोण इज इक्वल टू केते एक्स डिग्री एटा हे गला एक्स डिग्री ए ओ बी कोण केते ए ओ बी कोण एई जो टोटल कोणटा केते हमर एटा टोटल कोणटा होची y डिग्री टोटल कोण माने रखिबे एई जो टोटल कोणटा y डिग्री तना पचार देला कोण सी ओ बी कोण बा बी ओ सी कोण आमे जानि छथि माने ए ओ बी कोण किए किए मिसी होउचंती ना ए ओ सी कोण युक्त बी ओ सी कोण आमे जानि छथि माने ए ओ सी कोण आउ बी ओ सी कोण मिसिले कोटा हेबे ए ओ बी कोण दैट इम्प्लाइज आमे कोन लिखि परिबा बी ओ सी कोण इज इक्वल टू केते हिजिबो ए ओ बी कोण माइनस ए ओ सी कोण हेजिबो ना इज इक्वल टू ए ओ बी जगह रे केते बसेबी ए ओ बी जगह रे केते देइची ए ओ बी y देइची एवं ए ओ सी x देइची ता माने केते हिजिबो y माइनस x डिग्री हे गेला तने एटा हिजिबो y माइनस x डिग्री पाई गले तापर i v के जिबा 7 नंबर i v एटा जानि पाले y माइनस x डिग्री हबो तापर i v के जिबा आई भी कौन कहिछि बढिया क्वेश्चन टे देखिबा हेबे दुईटी सरलरेखा परस्पर को छेद कले उत्पन्न हेउतबा कोण दुईटी मध्यरु जदि गोटिए कोणर परिमाण 30 डिग्री हुए एबे तार प्रतिप कोणर परिपूरक कोणर परिमाण केते बढिया क्वेश्चन बुझिया चेष्टा करिया तने दुईटी सरलरेखा परस्पर को कोन कले ना छेद करि देले हैना माने कर ए बी सरल रेखा आ गोटे सी डी सरल रेखा परस्पर को ओ बिंदु रे छेद कले एवं कोन कहिछि ना मध्य गोटे कोणर परिमाण 30 डिग्री मन कर ए कोणर परिमाण 30 डिग्री जदि ए बी सरल रेखा ओ सी डी सरल रेखा परस्पर को ओ बिंदु रे छेद करंती ताने ए ओ सी कोण इज इक्वल टू 30 डिग्री देई दैछि हला ए कोण 30 डिग्री देई दैछि ता माने एबे को से पचारछि यार प्रतिप कोण किए हिजबो ए ओ सी रो प्रतिप कोण किए हिजबो एटा हिजबो ताने ए ओ सी कोण रो प्रतिप कोण समान किए हिजबो बी ओ डी समान 30 डिग्री हमें जानि छथि उपपाद्य 2 रो प्रमाण करि के हमें जानिथिले जे प्रतिप कोणर परिमाण केते होबो समान रहिबो बीओडी केते 30 डिग्री हे गला एबे पचाला कोन एई प्रतिप कोणर बी ओ डी रो प्रतिप कोणर परिपूरक कोण
ताने बी ओ डी कोणर परिपूरक किए आसीबो परिपूरक कोण बी ओ डी रो परिपूरक कोण किए आसीबो एटा आसीबो ना बी ओ डी रो परिपूरक कोण किए आसीबो बी ओ डी एटा डी ओ ए एटा हिजबो ना गोटे प्रतिब कोण बा परिपूरक कोण एटा परिपूरक कोण किए आसीबो डी ओ ए এই কোণ ডি ও এ কোণ ইকুয়াল টু কেতে ହେଇଯିବ 180 ମାଇନସ୍ 30 ସମାନ କେତେ ହେଇଯିବ 150 ଡିଗ୍ରୀ ପାଇଗଲା ନା ଏଇଟା କେତେ ହେଇଯିବ ଏଇଟା 30 ହେଲେ ଏଇଟା ବି 30 ଆଉ ଏଇ ସରଳ ରେଖାଟା ହେଇଯିବ ଏଇଟା 150 ଡିଗ୍ରୀ ପାଇଗଲେ ତାର କେତେ ହେଇଯିବ ତାହେଲେ BOD ର ପରିପୂରକ କୋଣ କିଏ ହେଇଯିବ DOA ଏଇ କୋଣଟା ଇକୁଆଲ ଟୁ 150 ଡିଗ୍ରୀ ଜାଣିଗଲେ ଏବେ ଯିବା 8 ନମ୍ବର କ୍ୱେଶ୍ଚନ ଉପରକୁ ଯିବା ଏବେ ଭାବେ ଏବେ 8 ନମ୍ବର क्वेश्चन को ଯିବା ସବୁ क्वेश्चन को ଭଲ ଭଲ ଭାବରେ ଗୋଟେ ଗୋଟେ କରିକି ଯିବା ବଢିଆ क्वेश्चन ଟେ ଦେଇଛି ତୁମ ପାଇଁ ଦେଖ ए बी सी कोण इक्वल टू x डिग्री ଦେଇଛି ହେଲା ତାନେ m ए बी सी कोण କେତେ ଦେଇଦେଲା x डिग्री ହେଲା କହିଛି कोण ନା ए बी सी ର ଅନୁପୂରକ କୋଣର ପରିମାଣ 2x डिग्री ହେଲେ ତାନେ ए बी सी ର ଅନୁପୂରକ କୋଣ 2x डिग्री हेले x ର मान निर्णय कर ताने ए बी सी कोण रो अनुपूरक कोण केते 2x डिग्री हैला ताने x रो ता माने x मागी देला x इक्वल टू केते हम कोन मागी देला x इक्वल टू केते आमे जानि छथि दुईटी अनुपूरक कोण रो परिमाण समष्टि केते 90 डिग्री ताने प्रश्न अनुसार कोन हि जिवो प्रश्न अनुसार x plus 2x is equal to केते हिजिवो 90 डिग्री that implies 3x is equal to 90 डिग्री that implies x is equal to 90 by 3 समान 30 डिग्री ताने x रो परिमाण केते पाइले 30 डिग्री पाइले गोटे कोण जदी x हुए तार अनुपूरक कोण जदी 2x हुए ताहले सेई कोणटीर परिमाण केते ना x is equal to 30 डिग्री एटा केते हिजिवो 30 डिग्री आंसर पाई गेले 8 नंबर आइर आंसर पाई गेले लिखि दियो तापर सेकंड आइ जिबा हैला एबे 8 नंबर सेकंड आइ जिबा से कहूची गोटिए कोणर परिमाण एहार परिपूरक कोणर परिमाणर 2 गुणरु 18 डिग्री अधिक ताने मने कर लेट मने कर गोटिए कोणर परिमाण केते देला गोटिए कोणर परिमाण समान केते मने कर x डिग्री ताहले एहार परिपूरक कोण केते हिजिवो एहार परिपूरक कोण केते हिजिवो कहिलो परिपूरक कोण मते केते दुईटा कोण मिसी के 180 ता माने परिपूरक हेले 180 रे फेड दबा 180 माइनस x डिग्री पाई गले प्रश्न अनुसार से कोन कहिछि ना एई कोणर परिमाण तार परिपूरक कोणर परिमाणरु 18 डिग्री अधिक ता माने प्रश्न अनुसार x इक्वल टू कोन हिजिवो गोटे कोणर परिमाण तार परिपूरक कोण परिमाणर 2 गुणरु 18 डिग्री अधिक ता माने 2 इनटू परिपूरक कोण किए 180 माइनस x रो 18 डिग्री अधिक परिपूरक कोणर 2 गुणरु 18 डिग्री अधिक आउरी अछि ता माने एबे हम एटा को सॉल्व करी कि x ता काढी देले ए कोणर परिमाण कोन करबा आई दैट इम्प्लाइज x इक्वल टू कोन हिजबो 2 इनटू 180 पूरा विस्तारित करी करूची तुम भल से बुझी परियो माइनस 2 इनटू x युक्त 18 डिग्री हे गला दैट इक्वल टू केते हिजबो 2 इनटू 180 केते 360 माइनस 2x युक्त 18 पूरा शॉर्टली मु करूची तुमको जेमिति सहज रे बुझी परियो तार हे गला एबे कोन हिजबो 360 माइनस 2x प्लस केते हे गला 18 एटा केते हिजबो ए पाखु केते बोलेछियो 378 डिग्री माइनस 2x हिजबो
दैट इम्प्लाइज x पाखକୁ ଏପଟୁ କିଏ ପଳେଇ ଆସିବେ x plus 2x ପଳେଇ ଆସିବ ଇକ୍ୱାଲ ଟୁ 378 दैट इम्प्लाइज 3x is equal to 378 दैट इम्प्लाइज x is equal to 378 by 3 ହେଇଯିବ ନା କାଟିଲେ କେତେ ଆସିବ 3 ରେ କାଟିଲେ 3 के 3 ଆଉ ରହିଲା 3 ଦୁणे 6 318 126 डिग्री ପାଇଗଲେ ତାର ଏଇ କୋଣର ପରିମାଣ କେତେ ପାଇଲେ ଏଇଟା କେତେ ପାଇଲେ x is equal to 126 डिग्री आंसर ହେଇଗଲା ହେଲା ନା এইগুলা क्वेश्चन ବଢିଆ ବଢିଆ क्वेश्चन ସବୁ ଜ୍ୟାମିତିର ଖାଲି ଟିକେ ଖାଲି ଆମର ଯୋଉ କୋଣ ଜ୍ୟାମିତିକ ପଦ ବିଷୟରେ ଟିକେ ଫର୍ମୁଲା ଟିକେ ମନେ ରଖିଦବ କିଛି ଦରକାର ନାହିଁ ମାର୍କ ତୁମର ପୁରା ବଢିଆ ମାର୍କ ନେଇ ଆସିଛ କିଛି ଏଥର ମୁଣ୍ଡ ଖେଳାଇ ନାହିଁ କିଛି ଘୁଷିବାର ନାହିଁ ବଢିଆ ତୁମ ପାଇଁ ମାର୍କ କେବଳ ଜ୍ୟାମିତି ହିଁ ଦେଇପାରିବ ଖାଲି ଟିକେ ଜଷ୍ଟ ବୁଝିବାର ଅଛି ହେଲା ନିଭେଇବା ଏବେ क्वेश्चन ତାପରେ ଗୋଟେ क्वेश्चन କୁ ଯିବା ଆଡେ ଯିବା ଗୋଟେ क्वेश्चन କହିଛି ନା ଗୋଟିଏ କୋଣର ପରିମାଣ ତାହାର ପରିପୂରକ କୋଣର ପରିମାଣର 1/5 ହେଲେ କୋଣଟିର ପରିମାଣ ସ୍ଥିର କର ତାହେଲେ ଗୋଟିଏ ଲେଫ୍ଟ ସେଇଭଳିଆ ମନେ କର ଲେଖିବା ମନେ କର ଗୋଟିଏ କୋଣର ପରିମାଣ କିଏ ହେଇଯିବ x डिग्री ତାର ପରିପୂରକ କୋଣ କଣ ହେଇଯିବ ପରିପୂରକ କୋଣ କଣ ହେଇଯିବ ସେଇଭଳିଆ ପରିପୂରକ କୋଣ କେତେ ହେଇଯିବ 180 - x ହେଇଯିବ ନା ପରିପୂରକ କୋଣ 180 ତାପରେ ସିଏ କହୁଛି ପ୍ରଶ୍ନ ଅନୁସାରେ ତାର ପରିପୂରକ କୋଣର ପରିମାଣରେ 1/5 ହେଲେ ମାନେ ପ୍ରଶ୍ନ ଅନୁସାରେ ପରିପୂରକ କୋଣର 1/5 ତାର x is equal to କଣ ହେଇଯିବ ଆମର ଯୋଉ ମୂଳ କୋଣଟା କି x is equal to ପରିପୂରକ କୋଣର 1/5 ତା ମାନେ 180 minus x ବାଇ କେତେ 1/5 ମାନେ କେତେ 5 ପରିପୂରକ କୋଣର ପରିମାଣର 5 ଗୁଣରୁ ଗୋଟିଏ ଗୁଣ ରହିବ ହେଲା ଭାଇ 5 ଦ୍ୟାଟ୍ ଇମ୍ପ୍ଲାଇଜ୍ ଆମେ କଣ ହେଇଯିବ ଏଇ 5 ଟା ଏବେ କୋଉଠି ପଳେଇ ଆସିବ ହରଣ ହେଇକି ଅଛି ଏପଟୁ ଆସିଲେ 5x ହେଇଯିବ is equal to 180 minus x ହେଇଗଲା ନା ଦ୍ୟାଟ୍ ଇମ୍ପ୍ଲାଇଜ୍ ଏବେ କୋ ସଦୃଶ ପଦ ପାଖକୁ ସଦୃଶ ପଦ ଆସିବ x ପାଖକୁ x ଆସିବ ତାହେଲେ 5x plus x ହେଇଗଲା is equal to 180 डिग्री ହେଇଗଲା ଦ୍ୟାଟ୍ ଇମ୍ପ୍ଲାଇଜ୍ 6x କେତେ ହେଇଯିବ 180 डिग्री ହେଇଯିବ ଦ୍ୟାଟ୍ ଇମ୍ପ୍ଲାଇଜ୍ x is equal to 180 by 6 70 18 30 डिग्री केटा ସହଜ आंसर এইগুলা क्वेश्चन आंसर ଯଦି ଆସିବ କେତେ କୁଲକୁଲ ଲାଗିବ କହିଲ ବଢିଆ ଲାଗିବନି आंसर ପୁରା ଥୋଇ ଦେଇକି ଆସିବ ମାର୍କ ହିଁ ମାର୍କ କେହି ଆଦৌ ଗୋଟେ କାଟି ହିଁ ପାରିବେନି ବଢିଆ ମାର୍କ ଯିବା ଏବେ ପରବର୍ତ୍ତୀ क्वेश्चन କୁ ତାପରେ ଗୋଟେ क्वेश्चन କହିଛି ଦେଖ ଦୁଇଟି ସନ୍ନିହିତ କୋଣର ପରିମାଣ ଅନୁପାତ 4:5 ହେଲା ଆମେ ଜାଣିଛନ୍ତି ସନ୍ନିହିତ କୋଣ କେତେ ନମ୍ବର ଏଇଟା ଆଇଭି ଦୁଇଟି ସନ୍ନିହିତ କୋଣର ଅନୁପାତ କେତେ ଦେଲା 4:5 4:5 ଦେଇଛି ତାହେଲେ ଗୋଟେ କୋଣ କେତେ ହବ ଗୋଟିଏ କୋଣ 4x ଅନ୍ୟ କୋଣ କେତେ ଲେଖିଦବା ଅନ୍ୟ କୋଣ 5x ମନେକର ଆମେ ଧରିଲେ ଗୋଟେ କୋଣ 4x ଆଉ 5x ଆଉ ଦୁଇଟି ସନ୍ନିହିତ ପରିପୂରକ କୋଣ କଣ ହୁଅନ୍ତି ମିଶି କେତେ ଦୁଇଟି ସନ୍ନିହିତ ପରିପୂରକ କୋଣ କେତେ 180 180 डिग्री ପ୍ରଶ୍ନ ଅନୁସାରେ କଣ ଆସିଯିବ ପ୍ରଶ୍ନ ଅନୁସାରେ 4x ଯୁକ୍ତ 5x ଇଜ ଇକ୍ୱାଲ କେତେ ହେବେ 180 डिग्री दैट इम्प्लाइज 9x is equal to 180 डिग्री दैट इम्प्लाइज x is equal to 180 by କେତେ 9 20 डिग्री ଏବେ କୋଣ ଦିଟା ପାଇବା ନା ତାହେଲେ ପ୍ରଥମ କୋଣ କିଏ ଆସିବ ଗୋଟେ କୋଣ କିଏ ଆସିବ ପ୍ରଥମ କୋଣ ତାହେଲେ ପ୍ରଥମ କୋଣ କିଏ ଆସିବ ପ୍ରଥମ କୋଣଟା କିଏ 4x is equal to 4 into 20 80 डिग्री ହେଇଗଲା ତାପରେ ଦ୍ୱିତୀୟ କୋଣ କିଏ ଆସିବ 5x 5 into 20 100 डिग्री
ହେଇଗଲା ଦିଟା କୋଣ, ଗୋଟେ 80 ଆଉ ଗୋଟେ 100। ଏଇଟା ସହଜିଆ କ୍ୱେଶ୍ଚନ, ଭଲ ଲାଗୁଛି ନା? এইଭଳିଆ କ୍ୱେଶ୍ଚନ ଆନ୍ସର ସବୁଠୁ ମିଠା ଖାଇଲା ଭଳିଆ ଲାଗିବ ହେଲା। ତାପରେ ଅଛି ଗୋଟେ କ୍ୱେଶ୍ଚନ ଦେଖ, ଭିଟା ଆଇ ଗଲା, ଏବେ ଭି ଆସିବ। ଭି କଣ କହୁଛି ନା ଗୋଟିଏ କୋଣର ପରିମାଣ ତାର ପରିପୂରକ କୋଣର ପରିମାଣ ଠାରୁ 20 ଡିଗ୍ରୀ କମ। ଏକା କ୍ୱେଶ୍ଚନ ସେଇଭଳିଆ। ମାନେ ଲେଟ୍ ଗୋଟିଏ କୋଣର ପରିମାଣ କେତେ? ଗୋଟିଏ କୋଣର ପରିମାଣ କେତେ ହେଇଗଲା? x ଡିଗ୍ରୀ। କିଛି ଦେଇନି, ଆମେ x ଧରି ନେବା। ମାନେ ପରିପୂରକ କୋଣ କିଏ ଆସିଯିବ? ପରିପୂରକ କୋଣ କିଏ ଆସିଯିବ? x 180 ମାଇନସ x ଆସିଗଲା ନା? 180 ମାଇନସ x। ପ୍ରଶ୍ନ ଅନୁସାରେ କଣ କରିଛି ନା ତାର ପରିପୂରକ କୋଣର ପରିମାଣ ଠାରୁ 20 ଡିଗ୍ରୀ କମ ହେଲେ କୋଣଟିର ପରିମାଣ ନିର୍ଣ୍ଣୟ କର। ତାର ପ୍ରଶ୍ନ ଅନୁସାରେ କଣ ଦେଇଛି? କୋଣର ପରିମାଣ କେତେ ହବ? x ଇଜ ଟୁ କାହା ସହିତ ହବ? ପରିପୂରକ କୋଣର ପରିମାଣରୁ କଣ ହବ? 20 ଡିଗ୍ରୀ। ତାର ପରିପୂରକ କୋଣର ପରିମାଣ ଠାରୁ 20 ଡିଗ୍ରୀ କମ। ତାହେଲେ 180 ମାଇନସ x ରୁ କଣ ହବ? 20 ଡିଗ୍ରୀ କମ ରହିବ। ବୁଝିପାରିଲେ? ଦ୍ୟାଟ୍ ଇମ୍ପ୍ଲାଇଜ୍ x ଇଜ କେତେ ହେଇଯିବ? 180 ମାଇନସ x ମାଇନସ 20। ଦ୍ୟାଟ୍ ଇମ୍ପ୍ଲାଇଜ୍ x ଏପଟକୁ ପଳେଇ ଆସିବ କିଏ? ଏଇ ଯୋଉ ପ୍ଲସ x ଟା ଅଛି ଏପଟକୁ ପଳେଇ ଆସିବ। ପ୍ଲସ x ଇଜ ଇକ୍ୱାଲ ଟୁ 180 ରୁ 20 ଗଲେ 160 ଡିଗ୍ରୀ। ଦ୍ୟାଟ୍ ଇମ୍ପ୍ଲାଇଜ୍ 2x ଇଜ ଇକ୍ୱାଲ ଟୁ କେତେ ହେଇଯିବ? 160 ଡିଗ୍ରୀ। ଦ୍ୟାଟ୍ ଇମ୍ପ୍ଲାଇଜ୍ x ଇଜ ଇକ୍ୱାଲ ଟୁ କେତେ ହେଇଯିବ? 160 ବାଇ 2। କେତେ? ହେଇଗଲା। ହେଇଗଲା ନା? ତାହେଲେ ଏଇଟା ହେଇଯିବ 80 ଡିଗ୍ରୀ। ତାପରେ କ୍ୱେଶ୍ଚନ କୁ ଯିବା। କେତେ ସହଜିଆ କ୍ୱେଶ୍ଚନ। ଏଇଭଳିଆ କ୍ୱେଶ୍ଚନ କରିବ ମାଇଣ୍ଡ ପୁରା ରିଲାକ୍ସ ହେଇଯିବ, ବଢିଆ ଲାଗିବ ତମକୁ। ମାନେ ଏଇଭଳିଆ ଖାଲି ଇଚ୍ଛା ହଉଥିବ ଏଇଭଳିଆ କ୍ୱେଶ୍ଚନ ଗୁଡାକ ଆହୁରି ଆସନ୍ତି କି ଆହୁରି ଆସନ୍ତି କି। କେତେ ଦେଖିଲ ବଢିଆ ଲାଗୁନି କରିବାକୁ ଏସବୁ? ପୁରା ମାଇଣ୍ଡ ନର୍ଭ ଗୁଡାକ ପୁରା ଆକ୍ଟିଭ କରିଦବ। ଏଇଭଳିଆ କ୍ୱେଶ୍ଚନ କରିବ ପୁରା ନର୍ଭ ଗୁଡାକ ପୁରା ଆକ୍ଟିଭ କରି ରଖିଦବ। ବଢିଆ ଲାଗିବ ହେଲା। ଭି ଆଇକି ଯିବା। କ୍ୱେଶ୍ଚନ କଣ କହୁଛି? ଯିବା ଏବେ ଭି ଆଇକି। ଦୁଇଟି ସନ୍ନିହିତ ପରିପୂରକ କୋଣର ପରିମାଣର ଅନ୍ତର 30 ଡିଗ୍ରୀ ହେଲେ କୋଣ ଦ୍ୱୟର ପରିମାଣ ସ୍ଥିର କର। ବଢିଆ କ୍ୱେଶ୍ଚନ। ତାହେଲେ ଦୁଇଟି ସନ୍ନିହିତ ପରିପୂରକ କୋଣର ଅନ୍ତର କେତେ ଦେଇଛି? 30 ଡିଗ୍ରୀ। ଲେଟ୍ ଗୋଟିଏ କୋଣର ପରିମାଣ ସମାନ x ଡିଗ୍ରୀ। ସନ୍ନିହିତ ପରିପୂରକ ତାହେଲେ କଣ ହେଇଯିବ? ସନ୍ନିହିତ ପରିପୂରକ କୋଣର ପରିମାଣ କଣ ହେଇଯିବ? 180 ମାଇନସ x ହେଇଯିବ ନା? এই দুইটা কোণ মিশিয়ে 180, তাহলে এই ଗୋଟେ କୋଣ x ହେଲେ ଆଉ ଗୋଟେ ସନ୍ନିହିତ ପରିପୂରକ କୋଣ 180 ମାଇନସ x। ପ୍ରଶ୍ନ ଅନୁସାରେ କଣ କହୁଛି? ଏଇ ଦିଟା କୋଣ ମିଶିକି କେତେ ହେବେ? 30 ଡିଗ୍ରୀ ହେବେ। ତାହେଲେ x ମାଇନସ 180 ମାଇନସ x ଇଜ ଇକ୍ୱାଲ ଟୁ 30 ଡିଗ୍ରୀ। କେତେ? ତ ଦୁଇଟି କୋଣର ପରିମାଣ ମିଶି କେତେ ହେବେ? x ଆଉ ଗୋଟେ 180 ମାଇନସ x ଇଜ ଇକ୍ୱାଲ ଟୁ 30 ଡିଗ୍ରୀ। ଦ୍ୟାଟ୍ ଇମ୍ପ୍ଲାଇଜ୍ ଯେବେ କରିବା x ମାଇନସ 180 ପ୍ଲସ x ଇଜ ଇକ୍ୱାଲ ଟୁ 30 ଡିଗ୍ରୀ। ଦ୍ୟାଟ୍ ଇମ୍ପ୍ଲାଇଜ୍ x ପ୍ଲସ x କେତେ ହେଇଯିବ? 2x ଇଜ ଇକ୍ୱାଲ ଟୁ 30 ସେପଟକୁ ପଳେଇଲେ 180। ଦ୍ୟାଟ୍ ଇମ୍ପ୍ଲାଇଜ୍ x କେତେ ହେଇଯିବ? 210 ଡିଗ୍ରୀ। ଦ୍ୟାଟ୍ ଇମ୍ପ୍ଲାଇଜ୍ x ଇଜ ଇକ୍ୱାଲ ଟୁ କେତେ ହେଇଯିବ? 210 ବାଇ 2x। 210 ବାଇ 2, 2 କେ 2 କେତେ ହେଲା? 105 ଡିଗ୍ରୀ ହେଲା। 105 ଡିଗ୍ରୀ ଆଉ ଗୋଟେ କୋଣ ବାହାରିଲେ କେତେ ହେଇଯିବ? ମାନେ x ଇଜ ଇକ୍ୱାଲ ଟୁ 105 ହେଲେ ତାହେଲେ ଆଉ ଗୋଟେ କୋଣ ଆସିବ। ତାହେଲେ କୋଣର ପରିମାଣ x ଇଜ ଇକ୍ୱାଲ ଟୁ 105 ଡିଗ୍ରୀ ଆଉ ସନ୍ନିହିତ ପରିପୂରକ କେତେ ହେଇଯିବ? ପରିପୂରକ କୋଣ ସମାନ
180 ମାଇନସ୍ 105 ସମାନ 75 ଡିଗ୍ରୀ ହେଇଗଲା। ଏବେ ଦେଖିଲେ ଏ ଦିଟାକୁ ଫେରିଲେ କେତେ ଆସୁଛି? 105 ରୁ 75 ଗଲେ 30 ଆସିବ ନା? ହେଇଗଲା ଆନ୍ସର ଠିକ ବାହାରି ପଡିଲା। ଯିବା ତାପରେ ଗୋଟେ କ୍ୱେଶ୍ଚନ ଭି ସେକେଣ୍ଡ ହେଇକି ଯିବା ଦେଖିବା ଭି ସେକେଣ୍ଡ ହେଇକି କଣ କହୁଛି। ବଢିଆ କ୍ୱେଶ୍ଚନ ଟେ। ଭି ସେକେଣ୍ଡ ଆଇ ଗୋଟିଏ କୋଣର ପରିମାଣ ତାର ଅନୁପୂରକ କୋଣର ପରିମାଣର 1/5 ହେଲେ କୋଣଟିର ପରିମାଣ ସ୍ଥିର କର। ବଢିଆ କ୍ୱେଶ୍ଚନ କରିବା। ମାନେ ଲେଟ୍ ଗୋଟିଏ କୋଣର ପରିମାଣ କିଏ? ଗୋଟିଏ କୋଣ ପରିମାଣ କେତେ ଦେଇଦେଲା? ଆମେ ଧରି ନବା x ଡିଗ୍ରୀ ଧରି ନବା। ତାର ଅନୁପୂରକ କୋଣ କେତେ ହେଇଛି? 90 ମାଇନସ୍ x। ଅନୁପୂରକ କୋଣ ମାନେ 90 ମାଇନସ୍ x। ପ୍ରଶ୍ନ ଅନୁସାରେ କଣ କହିଛି? ଅନୁସାରେ କଣ କହିଲା? ତାର ଏଇ କୋଣଟା କଣ ହବ? ତା ଅନୁପୂରକ କୋଣର 1/5 ହବ। ହବ ନା? ତା ମାନେ ପୂର୍ବରୁ ବି ଗୋଟେ 1/5 କରିଥିଲେ ନା ପରିପୂରକ କୋଣରେ କରିଥିଲେ? ଏଇଟା ଏବେ କରିବା ଅନୁପୂରକ କୋଣରେ। ମାନେ ସେ କୋଣଟା କିଏ? ପ୍ରଶ୍ନ ଅନୁସାରେ x ଇକ୍ୱାଲ୍ ଟୁ କଣ ହେଇଯିବ? 90 ମାଇନସ୍ x ବାଇ କେତେ? 5। ଆମେ ସେଠି କରିଥିଲେ କଣ ପୂର୍ବଟାରେ? 180 ମାଇନସ୍ x ବାଇ 5। ସେଇଟା ପରିପୂରକ କୋଣ। ଏଇଟା ଯେହେତୁ ଅନୁପୂରକ ତାହେଲେ 90 ଆସିବ। ଦ୍ୟାଟ୍ ଇମ୍ପ୍ଲାଇଜ୍ ଏବେ କଣ ହେଇଯିବ? 5x ଇକ୍ୱାଲ୍ ଟୁ 90 ମାଇନସ୍ x। ଦ୍ୟାଟ୍ ଇମ୍ପ୍ଲାଇଜ୍ ଏବେ ମାଇନସ୍ ଟା ଏପଟକୁ ପଳେଇ ଆସିବ ନା ସଦୃଶ ପଦ ପାଖକୁ। ତାହେଲେ 5x ପ୍ଲସ୍ x ଇକ୍ୱାଲ୍ ଟୁ 90। ଦ୍ୟାଟ୍ ଇମ୍ପ୍ଲାଇଜ୍ 6x ଇକ୍ୱାଲ୍ ଟୁ 90। ଦ୍ୟାଟ୍ ଇମ୍ପ୍ଲାଇଜ୍ x ଇକ୍ୱାଲ୍ ଟୁ 90 ବାଇ 6 ସମାନ 15 ଡିଗ୍ରୀ। 1590 ହେଇଗଲା କ୍ୱେଶ୍ଚନ। ଆନ୍ସର କେତେ ପାଇବେ? ତାହେଲେ x ଟା କେତେ ହେଇଯିବ? 15 ଡିଗ୍ରୀ। ତାହେଲେ ଏଇଟା କେତେ ହେଇଯିବ? 15 ରୁ 90 ଗଲେ ଆଉ କେତେ ହେଇଯିବ? 75 ଡିଗ୍ରୀ ପାଇଗଲେ। ତାହେଲେ ଏଇଟା 90 ହେଲେ 15 ଡିଗ୍ରୀ ହେଲେ यार ପଞ୍ଚମ ଦେଖିଲ 75 15 ପଞ୍ଚା 75 ହେଇଗଲା ନା ଆନ୍ସର। ତାପରେ ଦେଖିବା 9 ନମ୍ବର କ୍ୱେଶ୍ଚନ ଗୋଟେ କରିବା ହେଲା। 9 ନମ୍ବରଟା ବଢିଆ କ୍ୱେଶ୍ଚନ ଅଛି ଦେଖିବା। ଚିତ୍ର ଦେବି ତୁମେ ଖାଲି କରିବ। ବଢିଆ କ୍ୱେଶ୍ଚନ ହେଲା। ଖାଲି ଚିତ୍ରଟା କାଟିଦେବି ତୁମେ ମନେ ମନେ କରିବ। ତାପରେ ମୁଁ ଏଠି ବି କରିଦେବି ହେଲା। ଏବେ क्वेश्चन नंबर 9 କେ ଆସିଗଲା। ଏବେ ଚିତ୍ର ଦେଇ ଦେଇଛି ଖାଲି କହିଛି x ର ମାନ କାଢ। ଖାଲି ଚିତ୍ର ଦେଖିବ। ମୁଁ କହିଥିଲି ନା ଜ୍ୟାମିତିରେ ଖାଲି ତୁମେ କଣ କରିବ ଆଇ କଣ୍ଟାକ୍ଟ ରଖିବ। ଚିତ୍ର ସହିତ ସବୁବେଳେ ଆଇ କଣ୍ଟାକ୍ଟ ରଖିବ। ମନେ ମନେ ଭାବିଦବ ସେ ଅଟୋମେଟିକ ତମକୁ ଆନ୍ସର ଆଣିକି ଥୋଇଦବ ହେଲା। ବର୍ତ୍ତମାନ ମୁଁ ଚିତ୍ର କରିବି ଦେଖ। ଏଇଟା କେତେ ନମ୍ବର? ଏ କ ରେ ଅଛି। ଏଇଟା କ ରେ ଅଛି ହେଲା। କ ରେ ଅଛି ଏଇ ଚିତ୍ରଟା। ତାହେଲେ ଏ ବି ଓ କେତେ ଦେଇ ଦେଇଛି? ଏଇଟା 3x ଏଇଟା 2x କାଢି ପାରିବା ନା? ଖାଲି ଚିତ୍ର ବନା 3x 2x ଏ ଦିଟା କିଏ କୋଣ ହେବେ? ସନ୍ନିହିତ ପରିପୂରକ କୋଣ। ତା ମାନେ 3x ଯୁକ୍ତ 2x ମିଶି କେତେ ହେବେ? 180 ଡିଗ୍ରୀ ହେବେ ନା ହେବେନି? 5x ଇକ୍ୱାଲ୍ ଟୁ କେତେ ହେଇଯିବ? 180 ଡିଗ୍ରୀ। x ଇକ୍ୱାଲ୍ ଟୁ କେତେ ହେଇଯିବ? 180 ବାଇ 5 ସମାନ କେତେ ହେଇଯିବ? 5 3 15 5 30 36 ଡିଗ୍ରୀ। ତାହେଲେ x ବାହାରିଲା କେତେ? 36 ଡିଗ୍ରୀ। ଏଇଟା ଯଦି 36 ଡିଗ୍ରୀ ହେଲା ତାହେଲେ ଏଇ ପଟରେ କେତେ ହେଇଯିବ? 3 ଇଣ୍ଟୁ 36 ଏଇଟା ହେଇଯିବ 2 ଇଣ୍ଟୁ 36 3 ଇଣ୍ଟୁ 36 ଏଇଟା 3 ଇଣ୍ଟୁ 36 72 ଡିଗ୍ରୀ। ଏଇଟା ହେଇଯିବ 108 ଡିଗ୍ରୀ। ଆନ୍ସର ପାଇଗଲେ ଏତିକି। ଏବେ ଯିବା ଦେଖିବା ପରବର୍ତ୍ତୀ କ୍ୱେଶ୍ଚନ କୁ ଲିଭେଇବାକୁ। ଏବେ ତାପରଟା ଦେଖିବା। ତାପରେ ଆଉ ଗୋଟେ ଚିତ୍ର କାଟିବି ଠିକ ଠିକ ସେଇଭଳିଆ ଆନ୍ସର ଦେଇଦବ। ଖଟା ଦେଖିବା। ଖଟା କଣ କହିଛି? ଚିତ୍ର ଦେଇଦେଲା ଏଇଗୁଡା କାଟି ଦେଇଛି। ଗୋଟେ ଦେଇଛି x ମାଇନସ୍ 4 ଆଉ ଗୋଟେ ଦେଇଦେଲା 3x ପ୍ଲସ୍ 8। ପି କ୍ୟୁ ଆର୍ ଏସ୍ ହେଲା। ତାମାନେ ଏ ଦିଟା କଣ ହେବେ? ପି ଆର୍ ଏସ୍ କୋଣ ଏସ୍ ଆର୍ କ୍ୟୁ କୋଣ ମିଶି କେତେ?
180 डिग्री माने पी आर एस कोण युक्त एस आर क्यू कोण इक्वल टू 180 डिग्री दैट इम्प्लाइज एबे देखो कोन हिजिबो ताने x - 4 युक्त 3x + 8 इक्वल टू केते 180 डिग्री दैट इम्प्लाइज x - 4 + 3x + 8 इक्वल टू 180 डिग्री हेबे ना काहे कि ए दुटा सन्निहित परिपूरक कोण मिसिकी 180 180 डिग्री दैट इम्प्लाइज एबे कोन हिजिबो सदृश पद पाखकू सदृश पद आनिया तमने x पाखकू के पळे आसीबो x + 3x पळे आसीबो +8 - 8 मिसले +4 = 180 डिग्री दैट इम्प्लाइज 4x + 4 = 180 डिग्री दैट इम्प्लाइज 4x = केते हिजिबो 180 - 4 एपडू को पळे आसीबो हेला केते हिजिबो दैट इम्प्लाइज 4x = केते हिजिबो 180 4 गला 176 डिग्री दैट इम्प्लाइज x = 176 / 4 4 चौ 16 4 चौ 16 44 डिग्री केते बाहले x = 44 डिग्री ताने एबे को x 44 हेले एटा केते हिजिबो 40 डिग्री ना 44 - 4 40 डिग्री एटा हिजिबो केते से बोले 44 44 3 3 * 44 युक्त 8 एटा हिजिबो केते 100 312 2 नेला एक 312 के 32 युक्त 8 समान 140 डिग्री ये 40 ये 140 इसे केते 180 टोटल कोन केते पाइले हमें 180 पाइले केते बढ़िया क्वेश्चन मन खाली चित्र देखिबो अनै अनै କରି दबो किछि सूत्र हुसियार नाही अनै देले कहि दबा केते हबो आंसर एई उळा भी होउची हम ज्यामिति बढ़िया लागियो क्वेश्चन लागिबो ना लागिबोनी बढ़िया ही लागिबो ହେଲା एबे जिबा हां तापर जिबा ग को जिबा ହେଲା एबे ग करिबा ग कोन ଦେଇଛି ସେଇଗୁলা ଗୋଟେ क्वेश्चन आंसर बढ़िया ଦେଖିଦିଅ ଚିତ୍ର ଯେତେ ଆସୁ ଚିତ୍ର ସେଇ ଆମର ଚିତ୍ର ଏଇଗୁলা କଟିବା के बंकेଇ ଗଲା ହଁ ସେ ଯାଉ ସରଳ ରେଖା ତ ଆମେ ମାନିନେଲେ ସରଳ ରେଖା ଆମ ମନରୁ କେହି କାଢି ପାରିବେନି ହେଲା ତାହେଲେ ଗୋଟେ କଣ ଦେଇ ଦେଇଛି କିଏ ନା ଏମ ଏନ ସରଳ ରେଖା ଉପରେ ଓ ଗୋଟିଏ ବିନ୍ଦୁ ଏବଂ ଓ ପି ଆଉ ଓ କ୍ୟୁ ଦିଟା ରଶ୍ମି ଅଙ୍କର ହେଇଛନ୍ତି ତାମାନେ 1 2 3 ତିନିଟି କୋଣ ଉତ୍ପନ୍ନ ହେଲେ ଏଇ କୋଣର ପରିମାଣ ମଧ୍ୟ ଆମକୁ ଦେଇ ଦେଇଛି ଗୋଟେ ହଉଛି x + 20 ଆଉ ଗୋଟେ ଅଛି 2x - 30 ଆଉ ଗୋଟେ ଦେଇ ଦେଇଛି x + 10 क्वेश्चन खाली चित्र बदलଉଛି କିନ୍ତୁ ଆମର କନସେପ୍ଟ ଟାକୁ ସେ କେବେ ବଦଳେଇ ପାରିବେନି ଆମ ମୁଣ୍ଡରେ ତ ପଚି ଯାଇତି ସରଳ ରେଖା ଉପରେ ଟୋଟାଲ କେତେ କରିବେ 180 ସେ ଯେତେ ଆସିକି ରଶ୍ମି ଯୋଡଉଛୁ ଆମର ସ୍ତ୍ରୀ କିଛି ଯାଏସ ନାହିଁ ଆମର କୋଣର ପରିମାଣ ପ୍ରୋଟ୍ରାକ୍ଟର ସ୍ୱୀକାର୍ଯ୍ୟ ଅନୁସାରେ 0 ରୁ 180 0 ରୁ 180 180 डिग्री कोण करियो तमे जेते सरल रेखा जेते रश्मि काटुଛ काट ଆମ ନିୟମକୁ କେବେ ତମେ ବଦଳେଇ ପାରିବନି କି ଆମ ମନର ଚିନ୍ତାଧାରାକୁ କେବେ ବଦଳେଇ ପାରିବନି 180 ହିଁ 180 ହେଲା ମାନେ x + 20 ଯୁକ୍ତ 2x - 30 ଯୁକ୍ତ x + 10 ଇକ୍ୱାଲ ଟୁ କେତେ 180 डिग्री 180 डिग्री एबे कोन करिया सदृश पद पाखु सदृश पद नै छिया माने x + 2x + x + 20 - 30 + 10 इक्वल टू 180 डिग्री x + 2x + x 1 2 3 1 20 4 4x + 20 + 10 केते +30 +30 - 30 इक्वल टू 180 डिग्री दैट इम्प्लाइज 4x इक्वल टू 180 डिग्री दैट इम्प्लाइज x इक्वल टू केते 180 / 4 समान केते 45 डिग्री माने x केते पाई गले एटा पाई गले 45 डिग्री तामाने एटा केते हिजो 45 रो 20 मिसले एटा 65 डिग्री देखो एटा हिजो 2x 90 - 30 60 डिग्री तो मु बड़ करी काटी देछि सॉरी हां 45 डिग्री 90 माने 60 ताने एटा केते हिजो 45 + 10 केते हिजो
55 डिग्री ହେଇଗଲା। ଏଇ ତିନିଟାକୁ ମିଶେଇଲେ କେତେ ହଉଛି ଦେଖିଲ? 55, 65, 60, 60, 120, ଇଏ ବି 10। ଟୋଟାଲ କେତେ? 180 डिग्री ପାଇଗଲା ନା ଆନ୍ସର? କେତେ ଦେଖିଲ? ବଢିଆ କ୍ୱେଶ୍ଚନ ଦେଖିଲ। ଏଇଭଳିଆ କ୍ୱେଶ୍ଚନ ଜ୍ୟାମିତିରେ ଥାଉ ଥାଉ କଣ କାହିଁକି ତମ ମାଇଣ୍ଡ ପୁରା କ୍ଲିୟର ନ ହବ? ଏଇଭଳିଆ କ୍ୱେଶ୍ଚନ କରିଦବ 7-8ଟା ଖାଲି କରିଦବ ଜ୍ୟାମିତିର କ୍ୱେଶ୍ଚନ ଗୁଡାକ ଏଇଭଳିଆ ଦେଖିବ ମାଇଣ୍ଡ ଯେତେ ବି ଟେନସନ ନ ଥାଉ ପୁରା ବଢିଆ କ୍ଲିୟର ଅଛି ଆନ୍ସର ପାଇଗଲ। ବଢିଆ ଲାଗିବନି? ତ ଆଜି ପାଇଁ କ୍ଲାସକୁ ଆମେ ଏଇଠି ରଖିବା। ପର କ୍ଲାସରେ ଆମେ କଣ କରିବା ଡିସ୍କସନ କରିବା ୟା ପରବର୍ତ୍ତୀ क्वेश्चन आंसर गुड़क आहुरी भलसे बुझा बढ़िया बढ़िया कनसेप्ट अच्छी मजा लगे देखिए आर क्लास को सब बुझी बुझिकी आम करवा रोचे तो आज क्लास टी रखा जो मैंने भी एपर्तंत भी तुम्हें सब्सक्राइब न कर सब्सक्राइब करनियो एवं लाइक टा कर दियो है रोची आज क्लास को रखुची थैंक यू फॉर